ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ମନା, ପୁଣି 10,000 ଫାଇନ୍। ନୂଆ ବର୍ଷରୁ ଗାଡ଼ି ପଲ୍ୟୁସନ ଚେକିଂ କଡ଼ାକଡ଼ି ହେବ। ଶୁଣି ଟେଷ୍ଟିଂ ସେଣ୍ଟର ପାଖରେ ଲାଗିଲାଣି ହାଉଯାଉ ଭିଡ଼। ତେବେ ଅନେକ ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବର ଲିଙ୍କରେ ଭୁଲ ଥିବାରୁ ସାର୍ଟିଫିକେଟ୍ ମିଳିବାରେ ସମସ୍ୟା ହେଉଥିବା ବେଳେ ପୂର୍ବରୁ କୌଣସି ଫାଇନ୍ ନଥିଲେ ବି ମିଳୁନି ପ୍ରମାଣପତ୍ର। ମହିଳା କ୍ରିକେଟରଙ୍କ ଉପରେ ଟଙ୍କା ବର୍ଷା। ଭାରତରେ ମହିଳା କ୍ରିକେଟର ପ୍ରାଧାନ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଭାରତୀୟ ମହିଳା କ୍ରିକେଟ ଦଳ 2025 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତାଇଥିଲା। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ଏବେ ନୂତନ ବର୍ଷ ପୂର୍ବରୁ ବିସିସିଆଇ ମହିଳା ଖେଳାଳିମାନଙ୍କ ପାଇଁ ତାର ଭଣ୍ଡାର ଖୋଲି ଦେଇଛି। ସେମାନେ ସେମାନଙ୍କର 2 ଗୁଣ ଦରମା ପାଇବେ। ଆଉ ମହିଳାମାନଙ୍କ ନୂଆ ବର୍ଷ ପୂର୍ବରୁ ଏହା ବଡ଼ ଉପହାର କହିଲେ ଆଦୌ ଭୁଲ ହେବ ନାହିଁ। ସମ୍ବଲପୁରରେ ହେବ ନଲେଜ ହବ୍। ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନରେ ଉଚ୍ଚସ୍ତରୀୟ ବୈଠକ। ଯାତ୍ରୀ ପରିବହନ ସୁବିଧା ପାଇଁ ଅଧିକ ନୂଆ ଟ୍ରେନ୍ ଚଳାଇବା ଦିଗରେ ଆଲୋଚନା। ସୀମାଞ୍ଚଳରୁ ବିଶାଖାପାଟଣା, ରାୟପୁର, ରାଞ୍ଚି ଏବଂ ଉପକୂଳ ଓଡ଼ିଶାକୁ 4ଟି ବନ୍ଦେ ଭାରତ ଟ୍ରେନ୍ ଚଳାଇବା ପାଇଁ ବୈଠକରେ ଦାବି ହୋଇଛି। ଆଗାମୀ ଦିନରେ ସମ୍ବଲପୁରର ମାନେଶ୍ୱରରେ ରେଳ କୋଚ୍ ସର୍ଭିସ ସେଣ୍ଟର କରାଯିବ। ଆସନ୍ତା ମାସରୁ ସମ୍ବଲପୁର ରେଳ ଷ୍ଟେସନର କାମ ଆରମ୍ଭ ହୋଇଯିବ। ଏହା ସହ ବଲାଙ୍ଗୀର, କେସିଙ୍ଗା, ବରଗଡ଼ ରେଳ ଷ୍ଟେସନ ମଧ୍ୟ କାମ ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଅନ୍ୟାନ୍ୟ ପ୍ରକଳ୍ପ ନେଇ ହୋଇଛି ଆଲୋଚନା। ସହରରେ ଗଡ଼ିବ 100 ଆମ ବସ୍। ନୂଆ ବର୍ଷରେ ବ୍ରହ୍ମପୁର ସହରରୁ 8ଟି ରୁଟ୍ରେ ଚାଲିବାକୁ ନୂଆ ଆମ ବସ୍ ଯୋଗାଇ ଦେବେ ରାଜ୍ୟ ସରକାର। ବ୍ରହ୍ମପୁରରୁ ଗୋପାଳପୁର, ଛତ୍ରପୁର, ପୁରସ୍ତମପୁର, ଆସ୍କା, ହିଞ୍ଜିଳି, ଦିଗପହଣ୍ଡି, ଚିକିଟି ଓ ସୋନାପୁରକୁ ଗଡ଼ିବ ବସ୍। କ୍ରୁଟ୍ ଜରିଆରେ ଏହି ବସ୍ କିଣାଯିବ। ଜାନୁଆରୀ 15 ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ 50ଟି ବସ୍ ଆସିବ। ଭୁବନେଶ୍ୱରରେ ହେବ ଅସହ୍ୟ ଶୀତ। ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ତାପମାତ୍ରା ଗତ 3 ଦିନ ମଧ୍ୟରେ ଗୁରୁତର ଭାବେ ହ୍ରାସ ପାଇଛି। ଭୁବନେଶ୍ୱରରେ 3 ଦିନ ତଳେ ତାପମାତ୍ରା 15.1 ଡିଗ୍ରୀ ଥିବା ବେଳେ ଗତ ମଙ୍ଗଳବାର ଏହା 11.9 ଡିଗ୍ରୀକୁ ଖସିଛି। ଏସ୍ସିବିରେ ହେବ 17 ମହଲା ବିଶିଷ୍ଟ ମଲ୍ଟି ଲେବଲ ପାର୍କିଂ। ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଏସ୍ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସ୍ସିବି କ୍ୟାମ୍ପସରେ 6.51 ଏକର ଜମିରେ ଏକ 17 ମହଲା ବିଶିଷ୍ଟ ମଲ୍ଟି ଲେବଲ ପାର୍କିଂ ନିର୍ମାଣ ହେବ। ଏହାର 12 ମହଲା ପର୍ଯ୍ୟନ୍ତ ଗାଡ଼ି ପାର୍କିଂ ସୁବିଧା ରହିବା ସହ ବାକି ମହଲାରେ ପ୍ରଶାସନିକ ବ୍ଲକ, ଆନାଟୋମି ବ୍ଲକ ଏବଂ ଫାର୍ମା କଲେଜ କାର୍ଯ୍ୟକ୍ଷମ ହେବ। 2026 ତାମିଲନାଡୁ ନିର୍ବାଚନ। ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ତାମିଲଗାଭ୍ରେଟି କାଝାଗାମ ନିଜର ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ଏକ ବଡ଼ ଦାବି କରିଛି। ଦଳର ଆକଳନ ଅନୁଯାୟୀ ଆଗାମୀ ନିର୍ବାଚନରେ ଟିଭିକେ 30%ରୁ ଅଧିକ ଭୋଟ ସେୟାର ହାସଲ କରିବ ବୋଲି କହିଛନ୍ତି।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା। ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃମନ୍ତ୍ରୀସ୍ତରରେ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ରାଜୀବ ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଭିନ୍ନ ପ୍ରସଙ୍ଗରେ ପ୍ରାଥମିକ ସମୀକ୍ଷା କରାଯାଇଥିଲା। ମହାନଦୀ ବିବାଦର ଇତିହାସ ଏବଂ ହୀରାକୁଦ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଉପରେ ଆଲୋଚନା ହୋଇଥିଲା। ବାଲ୍ୟ ବିବାହ ରୋକିବା ପାଇଁ ଅଙ୍ଗନବାଡି କର୍ମୀ, ଶିଶୁ ମଙ୍ଗଳ କମିଟି ଏବଂ ଶିଶୁ କଲ୍ୟାଣ ସଂସ୍ଥାଗୁଡ଼ିକୁ ଅଧିକ ସକ୍ରିୟ କରାଯାଉଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲ୍ୟ ବିବାହ ଭଳି ସାମାଜିକ କୁସଂସ୍କାରକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ତେବେ କେବଳ ସରକାରୀ ପ୍ରୟାସ ଯଥେଷ୍ଟ ନୁହେଁ। ଏହି ବ୍ୟାଧିକୁ ସମୂଳେ ନିପାତ କରିବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ ଏକାନ୍ତ ଆବଶ୍ୟକ। ବାରିପଦାରେ ନିର୍ମାଣ ହେବ ବିମାନ ବନ୍ଦର ପରି ଅତ୍ୟାଧୁନିକ ଅଟଳ ବସ୍ଷ୍ଟାଣ୍ଡ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ବିମାନ ବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ଅଟଳ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାୟ 5 ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପରିବହନ ହବ୍ ଭାବେ ଉଭା ହେବ।